ଯାତ୍ରୀ ବିମାନ ବନ୍ଦରରେ ଆସୁଛି ଆଉ ବିମାନ ବାରମ୍ବାର ବିଳମ୍ବିତ ହେବା ପରେ ତାକୁ ବାତିଲ କରି ଦିଆଯାଉଛି। ତାପରେ ଯଦି ଯାତ୍ରୀ ତରଫରୁ କିଛି ଅପ୍ରୀତିକର ପରିସ୍ଥିତି ଉପୁଜିଛି ତା ଉପରେ ଫାଇନ୍ ଲଗାଯାଉଛି। ହଜାର ହଜାର ଟଙ୍କାର ଫାଇନ୍ ପଡୁଛି। ତା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ନିକଟତର ଥାନାରେ ଅଭିଯୋଗ ପତ୍ର ଦାଖଲ କରାଯାଉଛି। ତା ବିରୁଦ୍ଧରେ ଆକ୍ସନ ନେବା ପାଇଁ କୁହାଯାଉଛି। ନମସ୍କାର, ମୁଁ ଲୋକନାଥ ଆପଣଙ୍କୁ ସ୍ୱାଗତ କରୁଛି ଓଡ଼ିଆ ଖଣ୍ଡକୁ। ଆଜ୍ଞା, ହଁ, ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ। ଭୁବନେଶ୍ୱରରୁ କଲିକତା ଯିବାକୁ ଥିବା ଇଣ୍ଡିଗୋର ବିମାନ ଯାହା 2:35ରେ ଉଡ଼ାଣ ଭରିବାର ଥିଲା, କିନ୍ତୁ ସିଏ ଲଗାତାର ଭାବରେ ତାର ଟେକ୍ନିକାଲ ପ୍ରୋବ୍ଲେମ ଯୋଗୁଁ କିଛି ସମୟ ବିଳମ୍ବିତ ହେଇ ପରେ 5:30ରେ ଯାତ୍ରୀମାନଙ୍କୁ କହି ଦିଆଯାଉଛି ଯେ ସମ୍ପୂର୍ଣ୍ଣ ବିମାନଟି ଏବେ ବାତିଲ କରିଦିଆଗଲା, ଅର୍ଥାତ୍ ବିମାନଟା ଆଉ ଉଡ଼ାଣ ଭରିବ ନାହିଁ। ତା ପରବର୍ତ୍ତୀ ମୁହୂର୍ତ୍ତରେ ଜଣେ ମହିଳା ଉତ୍କ୍ଷିପ୍ତ ହେଇ ଗାଳି ଗୁଳଜ କରୁଛନ୍ତି, ପାଟିତୁଣ୍ଡ କରୁଛନ୍ତି, କିଛି ସାମାନକୁ ମଧ୍ୟ ଭଙ୍ଗାରୁଜା କରିବାର ଖବର ଆସୁଛି, ଯାହା କେବେ ହେଲେ ଗ୍ରହଣୀୟ ନୁହଁ। କିନ୍ତୁ ଏହାର ଅନ୍ୟ ଏକ ଦୃଶ୍ୟପଟକୁ ଯଦି ଆପଣ ଦେଖିବେ ତାହେଲେ ଏମିତି ଏକ ପରିସ୍ଥିତି ଉପୁଜିଲା କାହିଁକି? ଯେତେବେଳେ ମହିଳା ଜଣକ ଭଙ୍ଗାରୁଜା କରୁଛନ୍ତି କିମ୍ବା ଗାଳି ଗୁଲଜ କରୁଛନ୍ତି, ତାଙ୍କୁ ସେଇଠି ନିୟୋଜିତ ଥିବା CISF ଯବାନଙ୍କ ତରଫରୁ ଅଟକା ଯାଉଛି, ରୋକାଯାଉଛି, ତାଙ୍କୁ ବୁଝେଇବା ପାଇଁ ଚେଷ୍ଟା କରାଯାଉଛି। ଯେଉଁମାନେ ବିମାନର କ୍ରୁ ଅଛନ୍ତି କିମ୍ବା ଯେଉଁମାନେ କର୍ମଚାରୀ ଅଛନ୍ତି ସେମାନେ ବୁଝେଇବା ପାଇଁ ଚେଷ୍ଟା କରୁଛନ୍ତି। ତାପରେ ମଧ୍ୟ ମହିଳା ଜଣକ ଉତ୍କ୍ଷିପ୍ତ ହେଇକି ଗାଳି ଗୁଲଜ କରୁଛନ୍ତି, ଆର୍ଗୁମେଣ୍ଟ ହେଉଛି, ଯାହା ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ତା ପରିବର୍ତ୍ତେ ମୁହୂର୍ତ୍ତରେ ଭୁବନେଶ୍ୱର ପାଖରେ ଥିବା ଏୟାରପୋର୍ଟ ଥାନାରେ FIR ହେଉଛି। ଆଉ FIR ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବା ପାଇଁ ଦାବି କରାଯାଉଛି। ଆଉ ମହିଳାଙ୍କୁ 65,000 ଟଙ୍କାର ଗୋଟେ ଫାଇନ୍ ମଧ୍ୟ ଧରେଇ ଦିଆଯାଉଛି ଯେ ଆପଣ ଏଇ ଇକ୍ୟୁପମେଣ୍ଟ ଭାଙ୍ଗିଛନ୍ତି, ଆପଣ ଏଇ ନିୟମ ଉଲ୍ଲଂଘନ କରିଛନ୍ତି, ଆପଣ ଏଥିପାଇଁ 65,000 ଟଙ୍କା ଫାଇନ୍ ଦେବାକୁ ପଡ଼ିବ। କିନ୍ତୁ ଏଠି ଆଉ ଗୋଟେ ପ୍ରଶ୍ନ ଆସୁଛି, ଯେତେବେଳେ ଗୋଟିଏ ବିମାନ ଯଦି 2:35ରେ ଉଡ଼ାଣ ଭରିବାକୁ ଥିବ ତାହେଲେ ଯାତ୍ରୀ ଜଣକ ପ୍ରାୟ 3 ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ଆସିକି ପହଞ୍ଚିବେ। ଯଦି ତାଙ୍କର କୌଣସି କାମ ଥିବ ସେଦିନ ସନ୍ଧ୍ୟାରେ କଲିକତାରେ ସେ ଯାଇପାରିଲେ ନାହିଁ, ବିମାନ ବାତିଲ ହେଇଗଲା, ଏଥିପାଇଁ ଇଣ୍ଡିଗୋ ଦାୟୀ ନୁହଁ କି? 2:35ରେ ଯେଉଁ ବିମାନ ଉଡ଼ାଣ ଭରିବା କଥା ସେ 5:30ରେ ବାତିଲ ହେଇଯାଉଛି, ତାଙ୍କର ଯେଉଁ ସମୟ ନଷ୍ଟ ହେଲା ତାର କୌଣସି ମୂଲ୍ୟ ନୁହଁ କି? ତାଙ୍କର ଯେଉଁ ସମୟ କ୍ଷତି ହେଲା ସେଥିପାଇଁ ଭରଣ ପୋଷଣ କିଏ ଦେବ? ସେଥିପାଇଁ କ'ଣ ଭରଣ ପୋଷଣ ଦେବା ଇଣ୍ଡିଗୋର କାମ ନୁହଁ କି? ଯଦି ବିମାନରେ ତକନିକ କି ଖରାପ ଅଛି, ଅର୍ଥାତ୍ ଯଦି ଟେକ୍ନିକାଲ ପ୍ରୋବ୍ଲେମ ଅଛି, ତାହେଲେ କାହିଁକି ସେ ବିମାନକୁ ବାରମ୍ବାର ବିଳମ୍ବିତ କରାଯାଉଥିଲା ନା କି ଇଣ୍ଡିଗୋ ତରଫରୁ ଗୋଟେ ଅଲ୍ଟରନେଟ୍ ଫ୍ଲାଇଟ୍ର ବ୍ୟବସ୍ଥା କାହିଁକି କରାଗଲା ନାହିଁ? ମହିଳା ଜଣକ ଉତ୍କ୍ଷିପ୍ତ ହେଲେ, ଭଙ୍ଗାରୁଜା କରିଦେଲେ, ତାହା ଗ୍ରହଣୀୟ ନୁହଁ, ଆମେ ଏହାକୁ ସମର୍ଥନ କରୁନାହୁଁ। କିନ୍ତୁ ଯେତେବେଳେ ଜଣେ ମଣିଷ ରାଗି ଯାଉଛି, ତାର ସମୟ ନଷ୍ଟ ହେଉଛି, ତାର ହୁଏତ ମିଟିଂ ଥାଇପାରେ, କୌଣସି ପ୍ରକାର ଜରୁରୀ କାର୍ଯ୍ୟକ୍ରମ ଥାଇପାରେ, ଯେତେବେଳେ ସିଏ ସେଇଠି ପହଞ୍ଚି ପାରୁନାହିଁ, ତାହା କେବଳ ଇଣ୍ଡିଗୋର ବିମାନ ବାତିଲ ହେବା କାରଣରୁ, ସେଥିପାଇଁ ଇଣ୍ଡିଗୋ ଦାୟୀ ନୁହଁ କି? ସେଥିପାଇଁ ଇଣ୍ଡିଗୋ ଫାଇନ୍ ଦେବା କଥା ନା ନାହିଁ, ଏଇଟା ଆପଣମାନେ ବିଚାର କରନ୍ତୁ। ଯଦି ବିମାନ ବନ୍ଦରରେ ଯାତ୍ରୀଟି ଉତ୍କ୍ଷିପ୍ତ ହୋଇ କୌଣସି ପ୍ରକାର ଅପ୍ରୀତିକର କାର୍ଯ୍ୟ କରୁଛି କିମ୍ବା ଅଘଟଣ ଘଟୁଛି, ତାକୁ ଯଦି ଫାଇନ୍ କରାଯାଉଛି, ଯେଉଁ ଯାତ୍ରୀଟି ସଠିକ ସମୟରେ ବିମାନ ବନ୍ଦରରେ ପହଞ୍ଚିଥିବ, ସଠିକ ସମୟରେ ବୋର୍ଡିଂ କରିଥିବ, ତାର ସମସ୍ତ ପ୍ରକାର ଆଇଡି ଯାଞ୍ଚ କରାଯାଇଥିବ, ତାର ବ୍ୟାଗ୍ ଚେକିଂ ହେଇସାରିଥିବ, ସେ ଯାଇକି ବିମାନ ବନ୍ଦର ଭିତରେ ଅପେକ୍ଷା କରିଥିବ ଯେ ବିମାନରେ ବସିବ, ଗନ୍ତବ୍ୟ ସ୍ଥଳକୁ ଯିବ, କୌଣସି ମିଟିଂ ଥିବ କିମ୍ବା କାହାକୁ ଭେଟିବା ପାଇଁ ଯାଉଥିବ କିମ୍ବା ଆଉ କୌଣସି ଜରୁରୀ କାର୍ଯ୍ୟକ୍ରମ ମଧ୍ୟ ହେଇଥାଇପାରେ। ନିର୍ଦ୍ଦିଷ୍ଟ ସମୟରେ ବିମାନଟି ଉଡ଼ାଣ ଭରି ପାରୁନି, ଅର୍ଥାତ୍ 2:35ରେ ପ୍ରାୟ 3 ଘଣ୍ଟା ବିଳମ୍ବରେ 5:30ରେ କହି ଦିଆଯାଉଛି ନା ବିମାନଟି କ୍ୟାନସେଲ କରିଦିଆଗଲା। ଏଥିପାଇଁ ଇଣ୍ଡିଗୋ କେତେ ଟଙ୍କା ଫାଇନ୍ ଦେବା କଥା? ଏଥିରେ ମହିଳାଙ୍କୁ ଯେତିକି ଦାୟୀ କରାଯାଉଛି ଯେ ସେ କାହିଁକି ଏଭଳି ଭାବରେ ବ୍ୟବହାର କଲେ, ତାଙ୍କୁ ଯେମିତି ଫାଇନ୍ କରାଗଲା, ଅନ୍ତତଃ ଏଭିଏସନ ଡିପାର୍ଟମେଣ୍ଟ ତରଫରୁ ସେଇ ଇଣ୍ଡିଗୋ ବିମାନ କିମ୍ବା ସେ ଯେଉଁ ଏୟାରଲାଇନ୍ସ ଉପରେ ମଧ୍ୟ ଫାଇନ୍ କରାଯାଉ ଯେ କାହିଁକି ଏତିକି ଯାତ୍ରୀ ହଂସାହନ୍ତ ହେଲେ, କାହିଁକି ଏତିକି ଯାତ୍ରୀ ଆସିକି ବିମାନ ବନ୍ଦରରେ ଅପେକ୍ଷାରତ ରହିଲେ, କାହିଁକି ସେମାନେ ସଠିକ ସମୟରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିଲେନି। ସେଥିପାଇଁ ଇଣ୍ଡିଗୋକୁ ମଧ୍ୟ ଲମ୍ବା ଅଙ୍କର ରାଶିର ଫାଇନ୍ ଆଦାୟ କରାଯାଉ। କ'ଣ ଗୋଟେ ଯାତ୍ରୀର ମୂଲ୍ୟର ସମୟ ନାହିଁ, ସେମାନେ ଆସିକି ଘଣ୍ଟା ଘଣ୍ଟା ବିଳମ୍ବ କରିପାରିବେ। ଯେତେବେଳେ ଯାତ୍ରୀ ଯଦି ବିଳମ୍ବ କରିବ ତାହେଲେ ଫ୍ଲାଇଟ୍ରେ ଆପଣ ବୋର୍ଡିଂ କରିପାରିବେ ନାହିଁ, କିନ୍ତୁ ଗୋଟେ ଯାତ୍ରୀ ସଠିକ ସମୟରେ ପହଞ୍ଚିକି କାହିଁକି ଘଣ୍ଟା ଘଣ୍ଟା ଅପେକ୍ଷା କରିବ ବିମାନ ବନ୍ଦରରେ? ଆଉ ଯେଉଁ ଏୟାରଲାଇନ୍ସରେ ସେ ଟ୍ରାଭେଲ କରିବାର ଥିବ, ସେ ଏୟାରଲାଇନ୍ସ 3 ଘଣ୍ଟା ଡିଲେ କରା ପରେ ଯଦି 3 ଘଣ୍ଟା ଡିଲେ କରା ପରେ ଯଦି ତାକୁ କ୍ୟାନସେଲ କରିଦେଉଛି, ତାହେଲେ ସେ ଏୟାରଲାଇନ୍ସ କାହିଁକି ଫାଇନ୍ ଦେବ ନାହିଁ? ଏହା ଉପରେ ତର୍ଜମା କରିବାର ଆବଶ୍ୟକତା ଅଛି। ଯେମିତି ମହିଳାଙ୍କ ଉପରେ 65,000 ଟଙ୍କାର ଫାଇନ୍ ଲଗାଯାଇଥିବାର ସୂଚନା ଆସୁଛି, ସେଇଭଳି ମୋଟା ଅଙ୍କର ରାଶି ଏୟାରଲାଇନ୍ସ ଅର୍ଥାତ୍ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ମଧ୍ୟ ଲାଗିବାର ଆବଶ୍ୟକତା ଅଛି।
କାରଣ ସେ ଏତେ ଯାତ୍ରୀଙ୍କର ସମୟ ନଷ୍ଟ କରିଛି ତା ଉପରେ ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ଅଛି ତା ଉପରେ ମଧ୍ୟ ଏଭିଏସନ୍ ଡିପାର୍ଟମେଣ୍ଟ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ଧନ୍ୟବାଦ।